ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏଇ ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ମାର୍ଚ୍ଚ 21 ତାରିଖ ଶୁକ୍ରବାର, ଚୈତ୍ର କୃଷ୍ଣ ସପ୍ତମୀ ତିଥି, ଜ୍ୟେଷ୍ଠ ନକ୍ଷତ୍ର ବିଛା ରାଶିରେ ଚନ୍ଦ୍ର, ମୀନ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି ଘଟିବ। ମେଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, ମନବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ, ହସ ଖୁସିରେ ଦିନଟି କଟିବ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ବୃଷ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, ମନବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ। ଆଜି କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। 100% ପରିଶ୍ରମ କଲେ 80% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ସିଂହ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ତୁଳା ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ବିଛା ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ଧନୁ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, ଶତ୍ରୁ ଆଜି ପ୍ରବଳ ହେବେ, ଦ୍ରବ୍ୟନାଶର ଯୋଗ ଅଛି, ଧନ ହାନି, ବାଣିଜ୍ୟରେ ହାନି, ଅପମାନିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ତାପରେ ଆସିବା ମକର ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା ମୀନ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଅଶୁଭପ୍ରଦ ଅଟେ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ କଷ୍ଟ ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ଅପମାନିତ ହୋଇପାରନ୍ତି, ଦ୍ରବ୍ୟନାଶର ଯୋଗ ଅଛି, ଧନ ହାନି, ବାଣିଜ୍ୟର ହାନି। ଆଜି ଆପଣ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ। ଶେଷରେ କହି ରଖୁଛି, ଆଜି ତାଳ ଖାଇବେ ନାହିଁ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଠି ଶେଷ ହେଲା। ଜୟ ଜଗନ୍ନାଥ।